ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଚାଲନ୍ତୁ ଆଜି ଶୁଣିବା ମାତୃଭକ୍ତ ଚାଣକ୍ୟ ବିଷୟରେ। ଚାଲନ୍ତୁ ଆରମ୍ଭ କରିବା। ବହୁ ବର୍ଷ ତଳର କଥା। ଚାଣକ୍ୟ ନାମରେ ଜଣେ ବହୁତ ବଡ଼ ଅର୍ଥନୀତି ବିଶାରଦ ଥିଲେ। ତାଙ୍କର ଅନ୍ୟ ନାମ କୌଟିଲ୍ୟ। ତାଙ୍କ ପିଲାଦିନର ନାମ ଥିଲା ବିଷ୍ଣୁଗୁପ୍ତ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ସେ ମହାମନ୍ତ୍ରୀ ଥିଲେ। ସେ ଅର୍ଥଶାସ୍ତ୍ର ରଚନା କରି ସାରା ପୃଥିବୀରେ ଯଶ ଅର୍ଜନ କରିଯାଇଛନ୍ତି। ଥରେ ବିଷ୍ଣୁଗୁପ୍ତ ଦେଖିଲେ ତାଙ୍କ ମା କାନ୍ଦୁଛନ୍ତି। ଏହା ଦେଖି ସେ ମାଙ୍କୁ ପଚାରିଲେ, ମା ତୁମେ କାହିଁକି କାନ୍ଦୁଛ? ମା କହିଲେ, ପୁଅ ତୋ ଭାଗ୍ୟରେ ରାଜଯୋଗ ଅଛି। ତୁ ରାଜର୍ଷି ଲାଭ କରିବୁ। ଏହା ତୋ ଭାଗ୍ୟରେ ଅଛି। ତାହା ତୁ ନିଶ୍ଚୟ ପାଇବୁ। ମୋତେ ଭୟ ଲାଗୁଛି ଯେ ତୁ ରାଜା ହେବା ପରେ ମୋତେ କାଳେ ଭୁଲିଯିବୁ। ପଦ କ୍ଷମତା କାହାକୁ ବା ଭଲ ବିଚଳିତ କରେ ନାହିଁ। ଏଇ କଥା ସବୁ ଭାବି ମୁଁ ଦୁଃଖରେ ଭାଙ୍ଗି ପଡ଼ିଛି। ଏହି ସବୁ କଥା ଶୁଣି ବିଷ୍ଣୁଗୁପ୍ତ କହିଲେ, ମା ତୁମେ ଆଶ୍ଚର୍ଯ୍ୟ ରୁହ। ତୁମକୁ କୌଣସି କଷ୍ଟ ହେବ ନାହିଁ। ହଁ ମା ମୋତେ କଥା କୁହ, ତମର ମୋର କେଉଁ ଲକ୍ଷଣ ଦେଖି ତୁମେ ଏହା କହୁଛ? ମା କହିଲେ, ପୁଅ ଦେଖ, ତୋର ଏ ଆଗ ଦାନ୍ତ ଦୁଇଟାର ଏଇ ଲକ୍ଷଣ ପ୍ରକାଶ ପାଉଛି। ଏହା ଶୁଣି ବିଷ୍ଣୁଗୁପ୍ତ ସହସା ସେଇଠୁ ଉଠି ଚାଲିଗଲେ। ପାଖରେ ଥିବା ଏକ ପଥର ଉଠାଇ ଆଣି ସେହି ଆଗ ଦାନ୍ତ ଦୁଇଟିକୁ ଆଘାତ ଦେଲେ। ଦାନ୍ତ ଦୁଇଟି ଭାଙ୍ଗିଗଲା। ଏହାପରେ ସେ ହସି ହସି ମା'କୁ କହିଲେ, ନିଅ ମା, ଏହି ଦାନ୍ତ ଦୁଇଟି। ଏଥର ତୁମର ଚିନ୍ତା ଦୂର ହେଲା ତ? ମୁଁ ଆଉ ଜୀବନରେ କେବେ ବି ରାଜର୍ଷି କ୍ଷମତା ଉପଭୋଗ କରିବି ନାହିଁ। ବାସ୍ତବରେ ସେ ରାଜକାର୍ଯ୍ୟରେ ଲାଗିଲେ ମଧ୍ୟ କୁଟୀରରେ ରହୁଥିଲେ। ଏପରି ଆଧ୍ୟାତ୍ମିକ ଓ ଅନ୍ୟ କୌଣସି ମଙ୍ଗଳମାଳିନୀ କଥାବସ୍ତୁ ଶୁଣିବା ପାଇଁ ଏବେ ହିଁ ସାଇ ଓଡ଼ିଆ ଷ୍ଟୋରିକୁ ସବସ୍କ୍ରାଇବ୍ କରନ୍ତୁ। ଭୁଲ ଥିଲେ କ୍ଷମା କରିବେ। ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ନିହାତି ଆପଣମାନଙ୍କର ମତାମତ ଜଣାଇବେ। ଜୟ ଜଗନ୍ନାଥ।